ଚିଲେଇ ଚିଲେଇ ବୋହୂ କହୁଥିଲେ କି ବାପା, ତମେ ଯଦି ପେନସନ ଟଙ୍କା ଆମକୁ ଦେବନି ତାହେଲେ ଘରୁ ବାହାରି ଯା। ସ୍ତ୍ରୀ ବୋଲକରା ପୁଅ ବି ସ୍ତ୍ରୀକୁ ସମର୍ଥନ କଲେ ଆଉ ବାପା ମାଙ୍କୁ ଘରୁ ବାହାରି ଯିବା ପାଇଁ କହିଦେଲେ। ପୁଅ ବୋହୂଙ୍କ ଅତ୍ୟାଚାରରେ ଅତିଷ୍ଠ ବାପା ମନେ ମନେ କହିଲେ, ଆଉ ନୁହଁ ପୁଅ, ବହୁତ ହୋଇଗଲା, ଏଥର ଆଙ୍ଗୁଳି ବଙ୍କା କରିବାକୁ ପଡ଼ିବ। କାହାକୁ କିଛି ନ କହି ସେ ଘର ଭିତରକୁ ଚାଲିଗଲେ ଆଉ ମାଟି ତଳେ ଲୁଚାଇ ରଖିଥିବା ଏକ ବାକ୍ସ ବାହାର କରି ପୁଅ ହାତରେ ଧରେଇଦେଲେ। ଯେତେବେଳେ ପୁଅ ସେ ବାକ୍ସ ଖୋଲିଛନ୍ତି ତାଙ୍କ ଦେହ ଶୀତେଇ ପଡ଼ିଲା, ଦେହ ହାତ ଥରିବାକୁ ଲାଗିଲା। ପୁଅକୁ ଶାସ୍ତି ଦେବାକୁ ଯାଇ ବାପା ଯାହା କଲେ ବୋଧହୁଏ ଇତିହାସରେ ପ୍ରଥମ ଥିଲା। ଭିଡିଓକୁ ସମ୍ପୂର୍ଣ୍ଣ ଦେଖନ୍ତୁ, ଜାଣିପାରିବେ। ସକାଳୁ କାମ କରି କରି ଶାନ୍ତି ଦେବୀ ପୁରା ଥକି ଯାଇଥିଲେ। ଟିକେ ଆରାମ କରିବା ସହିତ ସେ ଅଳ୍ପ ସମୟ ପାଇଁ ଟିଭି ସାମ୍ନାରେ ବସି ପଡ଼ିଲେ ଆଉ ନିଜ ପସନ୍ଦର ଟିଭି ଶୋ ଦେଖିବାରେ ଲାଗିଲେ। ତାଙ୍କୁ ବି ଟିଭିରେ ସିରିଏଲ ଦେଖିବା ପସନ୍ଦ ଥିଲା ଆଉ ତାଙ୍କ ସ୍ୱାମୀ ପାଖରେ ବସି ଖବରକାଗଜ ପଢୁଥିଲେ। ଶାନ୍ତି ଦେବୀ ଏବେ ଏବେ ଟିଭି ଦେଖିବା ଆରମ୍ଭ କରିଛନ୍ତି କି ନା ଅଚାନକ ଟିଭି ବନ୍ଦ ହୋଇଗଲା। ଶାନ୍ତି ଦେବୀ ଏସବୁ ଦେଖିକି ଚମକି ପଡ଼ିଲେ। ଉପରକୁ ଅନେଇବା ବେଳକୁ ତାଙ୍କ ବୋହୂ ନେହାଙ୍କ ହାତରେ ରିମୋଟ ଥିଲା ଆଉ ସେ ହିଁ ଟିଭି ବନ୍ଦ କରିଥିଲେ। ଶାନ୍ତି ଦେବୀ ଆଶ୍ଚର୍ଯ୍ୟ ହୋଇ ପଚାରିଲେ କି କଣ ହେଲା ବୋହୂ, ଟିଭି କାହିଁକି ବନ୍ଦ କରିଦେଲୁ? ନେହା କହିଲେ କି ମା, ତମେ ସାରା ଦିନ ଟିଭି ଦେଖୁଛ, ଜାଣିଛ କି ନା କେତେ ବିଜୁଳି ବିଲ୍ ଆସୁଛି? ଏସବୁ ଦେଖିକି ପାଖରେ ବସି ପେପର ପଢୁଥିବା ଶ୍ୱଶୁର ରାଜେଶ ବାବୁ କହିଲେ କି ବୋହୂ, ତମ ଶାଶୁଙ୍କ ସହିତ ଏମିତି କଣ କଥା ହେଉଛ? ସେ କଣ ଟିଭି ବି ଦେଖିପାରିବେନି? ସାଙ୍ଗେ ସାଙ୍ଗେ ନେହା କହିଲେ କି ବାବା, ଆପଣ ବି ଜାଣିଛନ୍ତି କି ବିଜୁଳି ବିଲ୍ କେତେ ବଢି ଯାଉଛି। ଆପଣ ତ ସାରାଦିନ ବସି ପେପର ପଢିବାରେ ହଜି ଯାଉଛନ୍ତି, ଆମକୁ ବି ତ ପିଲାଙ୍କ କଥା ଦେଖିବାକୁ ପଡିବ ନା। ଆଜିଠୁ ଟିଭି ରିମୋଟ ମୋ ପାଖରେ ରହିବ, ଟିଭି କେବଳ ସନ୍ଧ୍ୟା ବେଳେ ହିଁ ଅନ୍ ହେବ, ସେତେବେଳେ ମୁଁ ନିଜେ ରିମୋଟ ଦେଇଦେବି। କହି କହି ରିମୋଟ ନେଇ ନେହା ନିଜ ରୁମକୁ ପଳେଇଲେ। ଶାନ୍ତି ଦେବୀଙ୍କୁ ଯେମିତି ଶକ୍ତ ଧକ୍କା ଲାଗିଲା ଆଉ ସେ ପଥର ପରି ନୀରବ ହୋଇଗଲେ। ସେ ତ ବିଶ୍ୱାସ କରିପାରୁନଥିଲେ କି ତାଙ୍କ ବୋହୂ ଏମିତି ସ୍ତରକୁ ଖସି ଆସିବ ବୋଲି। ସେତେବେଳେ ତାଙ୍କ ସ୍ୱାମୀ ରାଜେଶ ବାବୁ ତାଙ୍କ କାନ୍ଧ ଉପରେ ହାତ ରଖି ଆଶ୍ୱାସନା ଦେବା ବେଳକୁ ଶାନ୍ତି ଦେବୀଙ୍କ ଆଖିରୁ ଧାର ଧାର ହୋଇ ଲୁହ ବୋହିଗଲା। ଶାନ୍ତି ଦେବୀ କିଛି କହିବାକୁ ଚାହୁଁଥିବା ବେଳେ ରାଜେଶ ତାଙ୍କୁ ଚୁପ୍ କରାଇଲେ ଆଉ ନିଜେ ଚେୟାର ଉପରେ ବସି ଆଖି ବନ୍ଦ କରି କିଛି ଭାବିବାକୁ ଲାଗିଲେ। ପୁଅ ବୋହୂଙ୍କ ପରିବର୍ତ୍ତନ ତ ସେ ଗଲା କିଛି ଦିନ ହେଲା ଅନୁଭବ କରି ଆସିଥିଲେ। ବିନା କାରଣରେ ଝଗଡ଼ା ଏବେ ଯେମିତି ନିତିଦିନିଆ କଥା ହୋଇଯାଇଥିଲା। ପୁଅ ତ ଥରେ ଦୁଇଥର ଇସାରାରେ କହିଦେଇଥିଲା କି ସେ ଘର ତା ନାଁରେ କରିଦେବାକୁ। ଆଉ ରାଜେଶ ବାବୁ ବି ଭାବୁଥିଲେ କି ତାଙ୍କ ପରେ ତ ପୁଅ ବୋହୂ ଏସବୁ ଭୋଗ କରିବେ, ତେଣୁ ଏବେ କାହିଁକି ନୁହେଁ। କିନ୍ତୁ ଥରେ ତାଙ୍କ ସାଙ୍ଗ କହିଲେ କି ବସିୟତନାମା କରିଲେ କିଛି ଅସୁବିଧା ନାହିଁ, ହେଲେ ଘର ପ୍ରଥମେ ନିଜ ସ୍ତ୍ରୀ ନାଁରେ କରିଦିଅ ଆଉ ପରେ ପୁଅ ନାଁରେ। ସ୍ତ୍ରୀଙ୍କ ବୃଦ୍ଧାବସ୍ଥାକୁ ଖରାପ କରିଦେବନି। ଆଉ କମ ସେ କମ ତମ ପରେ ତମ ସ୍ତ୍ରୀଙ୍କୁ ଇଜ୍ଜତର ସହିତ ଟିକେ ଖାଇବାକୁ ମିଳିବ ତ। ଆଉ ରାଜେଶ ବାବୁ ସେମିତି ହିଁ କରିଥିଲେ, କାହିଁକି ନା ସାଙ୍ଗ ବି କହିଥିଲେ କି ପୁଅର ଅସଲି ରଙ୍ଗ ଦେଖିବାର ଅଛି ତ ଥରେ ମିଛ କହିକି ଦେଖ କି ଘର ତା ନାଁରେ କରିଦେଇଛ ବୋଲି। ସତ ମନକୁ ମନ ବାହାରି ଆସିବ। କିନ୍ତୁ ସତ ଏତେ ଶୀଘ୍ର ବାହାରି ଆସିବ ରାଜେଶ ବାବୁ ଭାବିନଥିଲେ। କିଛି ସମୟ ଯାଏଁ ରାଜେଶ ବାବୁ ଚିନ୍ତାରେ ବୁଡି ଯାଇଥିଲେ। ପୁଣି ସେ ଶାନ୍ତି ଦେବୀଙ୍କ ଆଡକୁ ଅନେଇଲେ, ଯିଏକି ଲଗାତାର ଛାତକୁ ଅନାଉଥିଲେ। ସେ କହିଲେ କି ଶାନ୍ତି, ଯେଉଁ ଦିନଠାରୁ ପୁଅ ଆମ ଜୀବନକୁ ଆସିଛି ସେଇ ଦିନଠାରୁ ଆଜି ଯାଏଁ ଆମ ଇଚ୍ଛାକୁ ମାରି ଆମେ କେବଳ ତା ବିଷୟରେ ଚିନ୍ତା କରିଛେ। ଆଉ ଆଜି ବି ଏ ବୟସରେ ତମେ ଘରର ସବୁ କାମ କରୁଛ ଆଉ ବୋହୂ ବାହାରେ ବୁଲିବା ସହିତ ଆରାମ କରିବାରୁ ଫୁର୍ସତ ପାଉନି। ଅବସର ନେବା ପରେ ପେନସନ ଟଙ୍କା ଘର ଖର୍ଚ୍ଚ ପାଇଁ ଦେବାକୁ ପଡୁଛି। ଏତେ ସବୁ କରିବା ପରେ ଆମକୁ କଣ ମିଳୁଛି? ବୋହୂ ଖରାପ ବ୍ୟବହାର କରିବାକୁ ପଛଉନି ଆଉ ପୁଅ ଯେ ସ୍ତ୍ରୀ ବୋଲକରା। ଏବେ ବାସ୍ ବହୁତ ହୋଇଗଲା, ଏବେ ଆମେ ନିଜ ପାଇଁ ଜିଇବା ଦରକାର। ଶାନ୍ତି ଦେବୀ କହିଲେ ତା ମାନେ? ଶାନ୍ତି, ବହୁତ ଦିନ ହେଲା ମତେ କୁଆଡେ ବୁଲିକି ଆସିବା ପାଇଁ ମନ ହେଉଥିଲା,
ଶାନ୍ତି ଦେବୀ କହିଲେ କି ମୋର ବି ଇଚ୍ଛା ହେଉଛି, କିନ୍ତୁ ଭାବି ଚୁପ୍ ହୋଇଯାଉଛି କି ପୁଅ ବୋହୂ ରାଗିଯିବେ। ବିନା କାରଣରେ ଯେତେବେଳେ ବୋହୂ କେତେ କଥା କହିଯାଉଛି, ତାହେଲେ ଆମ ବୁଲିଯିବା କଥା ଶୁଣିଲେ କଣ କଣ ନ କହିବ। ରାଜେଶ ବାବୁ କହିଲେ କି ଶାନ୍ତି, ମନେ ଅଛି ପିଲାଦିନେ ଯେତେବେଳେ ଉଡ଼ାଜାହାଜକୁ ଆମେ ଆକାଶରେ ଉଡୁଥିବା ଦେଖୁଥିଲେ, ଇଚ୍ଛା ହେଉଥିଲା ସେଇଥିରେ ବସିବାକୁ, କିନ୍ତୁ କେବେ ବି ବସିପାରିନି। କାହିଁକି ନା ଆମ ବାପା ମାଙ୍କ ପାଖରେ ଏତେ ଟଙ୍କା ନଥିଲା। ଯେମିତି ସେମିତି ଘର ଖର୍ଚ୍ଚ ଚଳି ଯାଉଥିଲା। ବଡ଼ କଷ୍ଟରେ ସେ ମୋତେ ପାଠ ପଢ଼େଇଥିଲେ। ତାପରେ ଯାଇ ମୁଁ ସରକାରୀ ଚାକିରି ପାଇପାରିଥିଲି। ଆଉ ରୋହିତ ଜନ୍ମ ହେଲା ପରେ ତା ପିଛା ଆମେ ସବୁ ଦରମା ଟଙ୍କା ଖର୍ଚ୍ଚ କରିଦେଉଥିଲେ। ମୋ ପିଲାଦିନ ତ ଅଭାବରେ କଟିଥିଲା। ଆଉ ମୁଁ ଚାହୁଁନଥିଲି ମୋ ପୁଅ ବି ମୋ ପରି ମନ ମାରିକି ନିଜ ଜୀବନ ବିତାଉ ବୋଲି। ସବୁ ରୋଜଗାର ତ ଆମେ ତା ଭଲ ଖାଇବା, ଭଲ ପିନ୍ଧିବା, ପାଠ ପଢ଼େଇବାରେ ଖର୍ଚ୍ଚ ଆଗରୁ ରଖିଥିଲେ। ତାପରେ ଯାଇ ସେ ଭଲ ପାଠ ପଢ଼ି ପାରିଲା। ଯେତେବେଳେ ବି ସେ ଯାହା ମାଗିଲା ଆମେ ଦେଲେ। ସରକାରୀ ଦରମାରେ ତାର ସବୁ ଖର୍ଚ୍ଚ, ଘର ଖର୍ଚ୍ଚ, ବାପା ମାଙ୍କ ଖର୍ଚ୍ଚ କେତେ ଭଲରେ ମ୍ୟାନେଜ କଲେ। ହେଲେ ପୁଅ ତ ଆଜି ସବୁ ଅସ୍ୱୀକାର କରିଦେଉଛି। ଭାବିଥିଲି କି ଏ ବୟସରେ ସବୁ ଦାୟିତ୍ୱରୁ ମୁକ୍ତ ହୋଇ ଆରାମରେ ଜୀବନ କାଟିବି, କିନ୍ତୁ ଏଠି ତ ପୁଅ ବୋହୂ ଆମ ଜୀବନ ନର୍କ କରିଦେଇ ସାରିଲେଣି। ତମକୁ ବୋହୂ ସାରାଦିନ ରୋଷେଇରେ ଲଗେଇ ଦେଇଛି, ଆଉ ମୋ ପେନସନ ଟଙ୍କା ନେଇ ପୁଅ ଆମ ଉପରେ ଆଖି ଦେଖଉଛି। ଶାନ୍ତି ଦେବୀ ଉଦାସ ହୋଇ କହିଲେ କି ଆମେ ଆଉ କଣ କରିପାରିବା? ଏବେ ତ ଏସବୁ ଆମ ଭାଗ୍ୟ ଲେଖା ହୋଇଗଲାଣି। ଆମକୁ ସାରା ଜୀବନ ଏମିତି ହିଁ ରହିବାକୁ ପଡ଼ିବ। ସେଠୁ ରାଜେଶ ବାବୁ କହିଲେ କି ନା ଶାନ୍ତି, ମୁଁ ସେମିତି ହେବାକୁ ଦେବିନି। ଯାହା ଭାବିଛି କରିକି ରହିବି। ସ୍ୱାମୀଙ୍କ ଏମିତି କଥାରେ ଶାନ୍ତି ଦେବୀଙ୍କୁ ଏକ ଆଶାର କିରଣ ଦେଖାଗଲା। ପଚାରିଲେ କଣ ଭାବିଛ? ରାଜେଶ ବାବୁ କହିଲେ କି କାଲି ପର୍ଯ୍ୟନ୍ତ ଅପେକ୍ଷା କର, ଦେଖ ମୁଁ କଣ କରୁଛି। ପରଦିନ ରାଜେଶ ବାବୁ ଅଯୋଧ୍ୟା ଯିବା ପାଇଁ 2ଟି ଏରୋପ୍ଲେନ ଟିକେଟ ନେଇ ଆସିଲେ। ତାଙ୍କୁ 40,000 ଟଙ୍କା ପେନସନ ମିଳୁଥିଲା। ସେଥିରୁ ସେ 20,000 ଟଙ୍କାରେ 2ଟି ଟିକେଟ ନେଇ ଆସିଲେ। ଆଉ ବାକି 20,000 ଟଙ୍କା ନିଜ ଖର୍ଚ୍ଚ ପାଇଁ ପାଖରେ ରଖିଦେଲେ। ଘରକୁ ଆସି ଶାନ୍ତି ଦେବୀଙ୍କୁ ଟିକେଟ ଦେଖେଇଲେ ତ ଶାନ୍ତି ଦେବୀ ଡରିଗଲେ। ତମେ କଣ ପେନସନ ଟଙ୍କାରୁ ଖର୍ଚ୍ଚ କରିଦେଲ? କଣ କଲ ତମେ? ବୋହୂ ଏବେ କଣ କହିବ? ଆରେ ଶାନ୍ତି, ତମେ ଜମା ଚିନ୍ତା କରନି। ଆମେ ପୁଅ ବୋହୂ ଉପରେ ନିର୍ଭରଶୀଳ ନୁହେଁ। ପେନସନ ଟଙ୍କା ମୋର। ଏମିତି କିଛି ଦିନ ବିତିଗଲା। ଦିନେ ବୋହୂ ରାଗରେ ଆସି ପଚାରିଲେ କି ମା କଣ ସବୁ ଚାଲିଛି? ଆଶ୍ଚର୍ଯ୍ୟ ହୋଇ ଶାନ୍ତି ଦେବୀ କହିଲେ କଣ ହେଲା? ମା ଏମିତି କହୁଛ ଯେମିତି କିଛି ଜାଣିନ। 12 ତାରିଖ ଆସି ହେଲାଣି, ଏଥର ବାବାଙ୍କ ପେନସନ ଟଙ୍କା କାହିଁକି ଦେଇନ? ଆଜି ବାବାଙ୍କୁ କୁହ ଟଙ୍କା ଦେଇଦେବେ। ବୋହୂ, କଥା ହେଲା କି ଆମେ ଏଥର ବାହାରକୁ ବୁଲିବାକୁ ଯାଉଛୁ, ଆଉ ପେନସନ ଟଙ୍କାରେ ଆମେ ଟିକେଟ ବି ନେଇ ଆସିଛୁ। ତେଣୁ ଏଥର ପେନସନ ଟଙ୍କା ତ ଦେଇପାରିବୁନି। ଶାନ୍ତି ଦେବୀ ଟିକେ ସଂକୋଚର ସହିତ ଏଇ କଥା କହିବା ପରେ ବୋହୂ ରାଗରେ କହିଲେ କି ଆପଣ ଦୁହେଁ ବୁଲିବାକୁ ଯାଉଛନ୍ତି? ଲାଜ ଲାଗୁନି ଟିକେ? ଏ ବୟସରେ ବୁଲିବାକୁ ଯିବେ? ଚୁପଚାପ ଘରେ ରୁହନ୍ତୁ, ଯେମିତି ବୟସ୍କ ଲୋକମାନେ ଘରେ ରୁହନ୍ତି। ଜାଣିଛ କି ନା ଏ ଘରେ କେତେ କାମ ରହୁଛି। ପୁଅ ଆସନ୍ତୁ ତାଙ୍କୁ ବି କହୁଛି କି ତମେ ମାନେ କେତେ ଫାଲତୁ ଖର୍ଚ୍ଚ କରୁଛ। ଆଉ ଆମକୁ ନ ପଚାରିକି ତମେ ବୁଲିବାକୁ କେମିତି ଭାବି ଦେଇଛ? ନେହାଙ୍କ କଥା ଶୁଣିକି ଶାନ୍ତି ବୁଝିଗଲେ କି ପୁଅ ଆସିବା ପରେ ଘରେ ହଙ୍ଗାମା ହେବ। କାହିଁକି ନା ସବୁବେଳେ ଘରେ ଏମିତି ହୋଇଆସିଛି। ପେନସନ ଟଙ୍କା ସବୁ ନେବା ପରେ ସେମାନେ ତାଙ୍କ ହିସାବରେ ଖର୍ଚ୍ଚ କରନ୍ତି। ଏପରିକି 500 ଟଙ୍କା ବି ତାଙ୍କୁ ମାଗିବାକୁ ପଡ଼େ। ଆଉ ଯଦି କେବେ ଏମିତି ହୁଏ ତାହେଲେ ଘରେ ଜୋରରେ ଝଗଡ଼ା ହୁଏ। ଥରେ ରାଜେଶ ବାବୁ ଉଭୟଙ୍କ ବିବାହ ବାର୍ଷିକୀରେ ଶାନ୍ତି ଦେବୀଙ୍କ ପାଇଁ 1000 ଟଙ୍କାରେ ଶାଢ଼ୀ ନେଇ ଆସିଥିଲେ ବୋଲି ବୋହୂ ଚିଲେଇ ଚିଲେଇ କହିଥିଲେ କି ଶାଢ଼ୀ କଣ ଦରକାର? ଏବେ ବି ବିବାହ ବାର୍ଷିକ କରିବା କଣ ଦରକାର? ମୋ ପାଖରେ ବହୁତ ସାରା ଶାଢ଼ୀ ଅଛି, ସେସବୁ କଣ ହେବ? ହେଲେ ଶାନ୍ତି ଦେବୀ ମାଗିବା ବେଳକୁ ବୋହୂ ବାଜେ ଶାଢ଼ୀ ଦେଇ ଦେଉଥିଲେ। ଟିକେ ଭାବନ୍ତୁ, ଘରେ କେତେ କେତେ ଛୋଟ ମୋଟ ଖର୍ଚ୍ଚ ରହିଛି। ବିଜୁଳି, ରାସନ, ପାଣି ସବୁର ବିଲ୍ ଦେବାକୁ ପଡୁଛି। କିନ୍ତୁ ଆପଣଙ୍କୁ କଣ ଜଣା ଯେ ସହରରେ ରହିଲେ କେମିତି ଖର୍ଚ୍ଚ ହୋଇଥାଏ? ସାରା ଜୀବନ ତ ଗାଁରେ କଟେଇଛନ୍ତି। ସନ୍ଧ୍ୟାବେଳେ ଯେତେବେଳେ ପୁଅ ରୋହିତ
ଘରକୁ ଫେରିଲେ ନେହା ତାଙ୍କୁ ସବୁ କିଛି କହିଦେଲେ। ସେହି ସମୟରେ ହିଁ ରୋହିତ ରାଗରେ ଚିଲେଇବାକୁ ଲାଗିଲେ, ଏ ମାସର 10 ତାରିଖ ହେଲାଣି, ଆଉ ଏବେ ଯାଏ ତମେ ପେନସନ ଟଙ୍କା ଦେଇନ? ତା ଛଡା ଆମକୁ ନ ପଚାରିକି ତମେ ସବୁ ଟଙ୍କା ଖର୍ଚ୍ଚ କରିଦେଇଛ। ଏବେ ଏ ମାସର ରାସନ ଖର୍ଚ୍ଚ କୁଆଡୁ ଆସିବ? ଆଉ ତମର ଫାଲତୁ ଖର୍ଚ୍ଚ କରିବାର କଣ ଆବଶ୍ୟକତା ଅଛି? ବୃଦ୍ଧାବସ୍ଥାରେ ବୁଲିବା ନିଶା ଧରିଛି, ଆରାମରେ ଘରେ ରହିପାରୁନ କି? ଯଦି ବୁଲିବା ପାଇଁ ଏତେ ମନ, ତାହେଲେ ନିକଟରେ ଥିବା ମନ୍ଦିରକୁ ଯାଇକି ବୁଲିକି ପଳେଇ ଆସିଥାନ୍ତ। ମୁଁ ତମମାନଙ୍କୁ କହିଦେଉଛି, ଯଦି ପେନସନ ଟଙ୍କା ନ ମିଳେ। ଏତିକି ଶୁଣିକି ରାଜେଶ ବାବୁଙ୍କ ଚେହେରା ରାଗରେ ଲାଲ ହୋଇଗଲା। ଆଉ ବଡ ପାଟିରେ କହିଲେ କି ଯଦି ଯଦି କଣ? ବାସ୍, ବହୁତ ହୋଇଗଲା। ତମକୁ କେବଳ ଆମ ବୁଲିବା ଦେଖାଯାଉଛି, ତମମାନଙ୍କର ଫାଲତୁ ଖର୍ଚ୍ଚ ଦେଖାଯାଉନି। ବୋହୂ ପ୍ରତିଦିନ ନୂଆ ନୂଆ ଡ୍ରେସ ଓ ଶାଢୀ କିଣୁଛି, ପାର୍ଟି କରିବାକୁ ଯାଉଛି। ପ୍ରତି ରବିବାର ତମେ ବାହାରେ ଖାଇକି ଆସୁଛ, ସେଗୁଡାକ ତ କାହିଁ ଦେଖିପାରୁନ? ତା ଛଡା ଆମ ଟିଭି ଦେଖିବା ବି ତମମାନଙ୍କୁ ଭଲ ଲାଗୁନି। ତୋ ସ୍ତ୍ରୀ ତ ଆମ ଟିଭି ଦେଖିବା ସମୟ ଠିକ କରିଦେଇଛି। ଆରେ ଆମେ ଖାଲି ବୁଢା ବୁଢୀ ହୋଇଛୁ, ମରିଯାଇନୁ ତ। ଆମେ ବି ଆମ ଇଚ୍ଛାରେ କିଛି କରିବାକୁ ଚାହୁଁଛୁ, କୁଆଡେ ଯିବାକୁ ଚାହୁଁଛୁ, ଭଲ ଖାଇବାକୁ ଚାହୁଁଛୁ। ଆଉ ଯଦି ଆମେ କିଛି କରୁଛୁ, ତାହେଲେ ତମର ଖର୍ଚ୍ଚ ବଢି ଯାଉଛି। କିନ୍ତୁ ତମର ବାହାରେ ବୁଲିବା, ଫିଲ୍ମ ଦେଖିବା, ବାହାରେ ଖାଇବାର ଖର୍ଚ୍ଚ ବଢୁନି। ନିଜ ଉପରେ ତ ବହୁତ ଖର୍ଚ୍ଚ କରୁଛ, କିନ୍ତୁ ମା ବାପା ଟିକେ ବି ଖର୍ଚ୍ଚ କରିଦେଲେ ତମମାନଙ୍କର କଣ ହେଇଯାଉଛି? ଭୁଲିଗଲ କି 2 ମାସ ଆଗରୁ ତମେ ମାନେ ବିଦେଶ ବୁଲିକି ଫେରିଛ ବୋଲି? ଉଡାଜାହାଜ ଟିକେଟ କଣ ମାଗଣା ଥିଲା କି? ବର୍ଷକୁ 2 ଥର ବୁଲିବାକୁ ଯାଉଛ। ଆମେ କଣ କେବେ ବି କିଛି କହିଛୁ କି ଏତେ ଖର୍ଚ୍ଚ କରିଦେଲ ବୋଲି? ତାହେଲେ ଯଦି ଆମେ ଆଜି ବୁଲିବା ପାଇଁ କିଛି ଟଙ୍କା ଖର୍ଚ୍ଚ କରିଦେଲୁ, ତମକୁ ଏତେ କାହିଁକି କଷ୍ଟ ହେଉଛି? ଏହାପରେ ରୋହିତ କହିଲେ କି ବାବା, ଆମେ ବୁଲିଯିବା ପାଇଁ ତମକୁ ଟଙ୍କା ମାଗୁନୁ, ନିଜେ ରୋଜଗାର କରି ବୁଲିବାକୁ ଯାଉଛୁ। ବାବା କହିଲେ କି ପୁଅ, ମୁଁ ବି ପେନସନ ଟଙ୍କାରେ ବୁଲିବାକୁ ଯିବି, ମୁଁ ବି ତତେ ସେଥିପାଇଁ ଟଙ୍କା ମାଗୁନି। ବାବାଙ୍କ ଠାରୁ ଏମିତି ଉତ୍ତର ପାଇ ରୋହିତ ରାଗିଗଲେ ଆଉ କହିଲେ କି ଠିକ ଅଛି, ଯଦି ତମେ ବୁଲିବାକୁ ପ୍ଲାନ୍ କରିସାରିଲଣି, ତାହେଲେ ଶୁଣିଦିଅ, ଏ ଘରେ ରଖିକି ମୁଁ ତମକୁ ମାଗଣାରେ ଖାଇବାକୁ ଦେଇପାରିବିନି। ଖର୍ଚ୍ଚ ପାଇଁ ଟଙ୍କା ତ ଦେବାକୁ ପଡିବ, ନାଇଁ ତ ତମକୁ ଖାଇବାକୁ ମିଳିବନି। ମୋ ପାଖରେ ଏତେ ଟଙ୍କା ନାହିଁ ଯେ ତମମାନଙ୍କୁ ଖୁଆଇ ପିଆଇ ରଖିବି। ଏତିକି କହି ରୋହିତ ନିଜ ରୁମକୁ ପଳେଇଲେ। ସେଠୁ ନେହା କହିଲେ କି କେବେ ବି ଭାବିଛ କି ତମ ପୁଅ ଦିନ ସାରା କେତେ ପରିଶ୍ରମ କରିବା ପରେ ମାସ ଶେଷରେ ଦରମା ଗଣ୍ଡିଏ ମିଳୁଛି? ଆମେ ବିଦେଶ ଯାଇକି କଣ ପଳେଇ ଆସିଲୁ ଯେ ସେଇଟା ତମକୁ ଦେଖାଗଲା, କିନ୍ତୁ ତମକୁ ଦେଖାଯାଉନି କି ତମର 2ଟି ନାତି ଅଛନ୍ତି, ସେମାନଙ୍କ ଭବିଷ୍ୟତ ପାଇଁ କିଛି ଟଙ୍କା ସଞ୍ଚୟ କରି ରଖିବାକୁ। ବାସ୍, ଏ ବୟସରେ ଟଙ୍କା ଉଡେଇବାରେ ଲାଗି ଯାଉଛ। ଏବେ କୁଆଡେ ବୁଲିଯିବା ଦରକାର ନାହିଁ, ଚୁପଚାପ ଘରେ ହିଁ ରୁହନ୍ତୁ ଆଉ ଘରର ଦାୟିତ୍ୱ ନିଅନ୍ତୁ। ଆଉ ଏମିତି ବି ଏ ବୟସରେ ବୁଲିବା ଚକ୍କରରେ ଯଦି ବିମାର ହୋଇଗଲେ, ତାହେଲେ ମୁଁ ଆପଣଙ୍କର ସେବା କରିପାରିବିନି, ଆଉ ପଡି ରହିବେ ଗୋଟିଏ କୋଣରେ। ବୋହୂ, କଣ ସବୁ କହୁଛୁ ଜାଣିପାରୁଛୁ ତ? ତୋ ଶାଶୁ କଣ ଦିନ ସାରା କାମ କରୁନି କି? ବାହାରକୁ ବୁଲିଯିବ ବୋଲି ତୁ କଣ ଭାବୁଛୁ ସେ ବିମାର ହୋଇଯିବ? ରାଜେଶ ବାବୁଙ୍କ କଥା ଶୁଣିକି ନେହା ମୁହଁ ଫୁଲେଇ ନିଜ ରୁମକୁ ପଳେଇଲେ। ଶାନ୍ତି ଦେବୀ ନିଜ ପୁଅ ବୋହୂ କଥା ଶୁଣି ଯେମିତି ପଥର ପାଲଟି ଯାଇଥିଲେ। ତାଙ୍କ ଆଖିରୁ ଲୁହ ବାହାରୁଥିଲା। କିଛି ବୁଝିପାରୁନଥିଲେ କଣ କରିବେ। ଟିକେ ସମୟ ପରେ ସେ ରାଜେଶ ବାବୁଙ୍କୁ କହିଲେ କି ଶୁଣ, ବୁଲିବା କଥା କହୁ କହୁ ଘରେ ତ ଏତେ ପାଟିତୁଣ୍ଡ ହୋଇଗଲା। ମତେ ଲାଗୁଛି କି ଆମକୁ ଆମ ପ୍ଲାନ୍ ବଦଳାଇବାକୁ ପଡିବ, ନହେଲେ ପୁଅ ବୋହୂ ଆମକୁ ଖାଇବାକୁ ବି ଦେବେନି। ଘରେ ରହିବା କଷ୍ଟକର ହୋଇଯିବ। କଥା ଶୁଣେଇ ଶୁଣେଇ ଆମକୁ ଯିଏ ଥାଉ ଥାଉ ମାରିଦେବେ। ସେତେବେଳେ ରାଜେଶ ବାବୁ କହିଲେ କି ତମେ ଚିନ୍ତା କରନି ଶାନ୍ତି, ମୁଁ ଥାଉ ଥାଉ ତମକୁ କିଏ କିଛି ବି କହିପାରିବେନି। ଯେତିକି କହିବାର ଥିଲା କହିଦେଲେ। ଏମାନେ ଯେତେବେଳେ ବିଦେଶ ଯାଇଥିଲେ କମ ସେ କମ 5 ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବେ, ଆଉ ଆମେ 500 ଟଙ୍କା ଖର୍ଚ୍ଚ କରିଦେଲେ ବୋଲି ଏମାନେ କଳି ଝଗଡା କରିଦେଉଛନ୍ତି। ଏ ଅନ୍ୟାୟ ଆଉ କେତେ ଦିନ ସହିବା ଆମେ? କେବେ ନା କେବେ ତ କହିବାକୁ ପଡିବ ନା, ନହେଲେ ଆମେ ଏମିତି ଡରି ଡରି ଜିଉଥିବା। ପରଦିନ ସକାଳୁ ଯେତେବେଳେ ଶାନ୍ତି ଦେବୀ ଚା ଜଳଖିଆ କରିସାରିଲେ, ସମସ୍ତେ ଜଳଖିଆ ଖାଇଲେ।
ଶାନ୍ତି ଦେବୀ ନିଜ ପୁଅ ବୋହୂଙ୍କୁ ଅନେଇଲେ ତ ସେମାନଙ୍କ ଚେହେରାରେ ଏବେ ବି ରାଗ ଥିଲା। ନା ତ ସେମାନେ ଠିକରେ କଥା ହେଉଥିଲେ, ନା କାହାକୁ ଅନଉଥିଲେ। ରାଜେଶ ବାବୁ ନିଜ ଘରର ମାହୋଲ ଭଲସେ ବୁଝୁଥିଲେ। ଯେମିତି ଖାଇବା ସରିଲା, ରାଜେଶ ବାବୁ ଶାନ୍ତିଦେବୀଙ୍କୁ କହିଲେ କି ଚାଲ ବୁଲିଯିବା ପୂର୍ବରୁ ତମ ପାଇଁ ଯେମିତି ଖାଇବା ସରିଲା, ରାଜେଶ ବାବୁ ଶାନ୍ତିଦେବୀଙ୍କୁ କହିଲେ କି ଚାଲ ବୁଲିଯିବା ପୂର୍ବରୁ ତମ ପାଇଁ 2-3ଟା ଶାଢ଼ୀ ନେଇ ଆସିବା, ଆଉ ମୋ ପାଇଁ ବି କିଛି ଜିନିଷ ନେଇକି ଆସିବା। ବହୁତ ଦିନ ହେଲା ମୁଁ ବି ଭଲ ସାର୍ଟ ପ୍ୟାଣ୍ଟ କିଣିନି। ବୁଲିବାକୁ ଯିବା, ତେଣୁ ପୁରୁଣା ପିନ୍ଧିବାକୁ ଭଲ ଲାଗିବନି। ରାଜେଶ ବାବୁ ଏତିକି କହିଛନ୍ତି କି ନା ଯେମିତି ପୁଅ ବୋହୂ ଆଗରୁ ପ୍ରସ୍ତୁତ ହୋଇକି ଥିଲେ। ସବୁ ସୀମା ଲଙ୍ଘି ପୁଅ ରୋହିତ କହିଲେ କି ବାବା, ଏବେ ଆମେ ତମକୁ ରଖିପାରିବୁନି। ଆରେ ତମେ ତ ସବୁ ସୀମା ପାର କରି ସାରିଲଣି। ତମେ ତମ ରହିବା ବ୍ୟବସ୍ଥା ଆଉ କେଉଁଠି କରିନିଅ। ସବୁ ଲାଜ ତ ତମେ ଛାଡ଼ି ଦେଇଛ। ବୃଦ୍ଧାବସ୍ଥାରେ ତମେ ବୁଲିବାକୁ ଯାଉଛ। ତମର ଏମିତି ହରକତ ଆମକୁ ବରଦାସ୍ତ ହେଉନି। ପୁଣି ରାଜେଶ ବାବୁ କହିଲେ କି ପୁଅ, ଆମେ ଆମ ରହିବା ବ୍ୟବସ୍ଥା ଆଉ କେଉଁଠି କାହିଁକି କରିବୁ? ଏ ଘର ତ ଆମର। ଏଇଟା ମୁଁ ମୋ ରୋଜଗାର ଟଙ୍କାରେ ତିଆରି କରିଛି, ତେଣୁ ଏ ଘର ମୋର। କିନ୍ତୁ ବାବା, ତମେ ଭୁଲି ଯାଉଛ ଯେ ତମେ ଘର ମୋ ନାଁରେ କରିଦେଇଛ। ଟିକେ ହସି ଦେଇ ରାଜେଶ ବାବୁ କହିଲେ କି ନାଇଁ ପୁଅ, ମୋର ଭଲରେ ମନେ ଅଛି କି ମୁଁ ଏ ବସିୟତନାମାରେ କଣ ଲେଖିଛି। ଭଲ ହେଲା କି ମୁଁ ଏ ଘର ତୋ ନାଁରେ କରିନି, ନହେଲେ ଆମକୁ ବେଘର କରିବା ପାଇଁ ତତେ ଗୋଟିଏ ମୁହୂର୍ତ୍ତ ବି ଲାଗିନଥାନ୍ତା। ଗୋଟିଏ କଥା କାନ ଖୋଲିକି ଶୁଣ କି ମୁଁ ଓ ତୋ ମା ସାରା ଜୀବନ ଖୁବ୍ ଇଜ୍ଜତ କମେଇଛୁ, ଆଉ ତମେ ମାନେ ମୋର କି ତୋ ମାର ବେଜିତ କରିବ, ତାହେଲେ ମୁଁ ଜମା ବି ବରଦାସ୍ତ କରିବିନି। ଏଥିପାଇଁ ମୁଁ ଆଜି ନିଷ୍ପତ୍ତି ନେଇଛି କି ତମେ ମାନେ ପୁରା ଉପର ମହଲାକୁ ସିଫ୍ଟ ହୋଇଯାଅ, ଆଉ ନିଜ କଥା ନିଜେ ବୁଝ, ଆଉ ମତେ ପ୍ରତି ମାସ 20,000 ଭଡ଼ା ଦେଇଦବ, ନହେଲେ ଅଲଗା ଘର ଦେଖିନିଅ। ଆଜି 15 ତାରିଖ, ଆଉ ତମ ପାଖରେ 15 ଦିନ ବାକି ଅଛି। ଭାବି ଚିନ୍ତି ଜବାବ ଦେବ, ସେହି ହିସାବରେ ମୁଁ ଚିନ୍ତା କରିବି। ଏବେ ନିଷ୍ପତ୍ତି ତୋ ହାତରେ। ସେଠୁ ନେହା କହିଲେ କି ଯଦି ଆପଣ ଆମକୁ ବାହାର କରିଦେବେ, ତାହେଲେ ଏତେ ବଡ଼ ଘର କଣ କରିବେ? ଆଉ ବୃଦ୍ଧାବସ୍ଥାରେ ଆପଣଙ୍କର ଦେଖାଶୁଣା କିଏ କରିବ? ଆମେ ଆପଣଙ୍କ ପୁଅ ବୋହୂ, ଶେଷରେ ଆମେ ତ କାମରେ ଆସିବୁ। ରାଜେଶ ବାବୁ କହିଲେ କି ଏବେ ତ ଆମମାନଙ୍କର ହାତ ଗୋଡ଼ ଚାଲୁଛି, ଆଉ ଏବେ ତମେ ମାନେ ଆମର ଏମିତି ଅବସ୍ଥା କରୁଛ। ଆଉ ଯେତେବେଳେ ଆମେ ପୁରାପୁରି ତମ ଉପରେ ନିର୍ଭରଶୀଳ ହୋଇପଡ଼ିବୁ, ତାହେଲେ ତମେ ମାନେ ତ ଆମକୁ ଭୋଗ କରି ମାରିଦବ। ଆମ ଟଙ୍କା ଆମେ ଖର୍ଚ୍ଚ କଲେ ତମ କଥା କାହିଁକି ସହିବୁ? ଆଉ କଥା ରହିଲା କି ବୁଢ଼ା ବୟସର ଏତେ ବଡ଼ ଘର ଅଛି, 2 ଜଣ ଆରାମରେ ଭଡ଼ାରେ ରହିପାରିବେ, ଆଉ ଖାଇବା ତିଆରି କରିବା ଓ ଘରର କାମ କରିବା ପାଇଁ ଲୋକ ବି ମିଳିଯିବେ। ପେନସନ ଟଙ୍କାରେ ଆମେ ବାକି ଜୀବନ ଆରାମରେ କାଟିପାରିବୁ। ତମେ ମାନେ ଆମ ବୃଦ୍ଧାବସ୍ଥା ଚିନ୍ତା କରନି। ଏତିକି ଶୁଣିବା ପରେ ରୋହିତ ଓ ନେହା ସ୍ତବ୍ଧ ହୋଇଗଲେ। ଚାଲ ଶାନ୍ତି, ଆମେ ସପିଂ କରିବାକୁ ଯିବା କହି 2 ଜଣ ବାହାରକୁ ପଳେଇଲେ। ଆଉ ରାଜେଶ ବାବୁଙ୍କ କଥାରେ ପୁଅ ବୋହୂଙ୍କର ଯେମିତି ପାଦ ତଳୁ ମାଟି ଖସିଗଲା ପରି ଲାଗିଲା। ତାଙ୍କୁ ବିଶ୍ୱାସ ହେଉନଥିଲା କି ବାବା ଏମିତି ବି କରିପାରନ୍ତି। ନେହା ଏବେ ଚୁପ୍ ରହିବାକୁ ଉଚିତ ମନେ କଲେ। ସେ ବୁଝିଗଲେ କି ଯଦି ସେ କିଛି କହନ୍ତି, ତାହେଲେ ତାଙ୍କ ଶ୍ୱଶୁର ତାଙ୍କୁ ଶୁଣେଇ ଦେବେ। ପରଦିନ ରମେଶ ବାବୁ ଓ ଶାନ୍ତି ଦେବୀ ଏରୋପ୍ଲେନରେ ବସି ଅଯୋଧ୍ୟା ଯିବାର ଥିଲା, ଆଉ ସେମାନେ ବି ଖୁସି ଥିଲେ। କାହିଁକି ନା ପ୍ରଥମ ଥର ସେମାନେ ଏରୋପ୍ଲେନରେ ବସିବାର ସ୍ୱପ୍ନ ପୂରଣ ହେବାର ଥିଲା। ସକାଳ ସମୟରେ ସେମାନେ ଦୁହେଁ ପ୍ରସ୍ତୁତ ହୋଇ ନିଜ ବ୍ୟାଗ ନେଇ ବାହାରିଗଲେ। ଆଉ ଯିବା ବେଳେ କହିଦେଲେ କି ଆମେ 10 ଦିନରେ ଫେରିବୁ, ଆଉ ତମେ ମାନେ ତମ ବ୍ୟବସ୍ଥା କରିଦେଇଥିବ। ଏତିକି କହି ସେମାନେ ଏୟାରପୋର୍ଟକୁ ବାହାରିଗଲେ। ଏୟାରପୋର୍ଟ ଦେଖି ସେମାନେ ଖୁସି ହୋଇଗଲେ। ରାଜେଶ ବାବୁ ଶାନ୍ତି ଦେବୀଙ୍କୁ କହିଲେ କି ଉଡ଼ାଜାହାଜ ତ ସତରେ ବହୁତ ବଡ଼। ଆକାଶରେ ଉଡୁଥିବା ବେଳେ ଲାଗେ ବହୁତ ଛୋଟ ବୋଲି, ଆଜି ସାମ୍ନାରେ ଦେଖିକି ଲାଗୁଛି କି ସତରେ କେତେ ବଡ଼ ବୋଲି। ଅଯୋଧ୍ୟା ପହଞ୍ଚି ସେମାନେ ପ୍ରଭୁ ରାମଙ୍କର ଦର୍ଶନ କରିବା ସହିତ ଆଖପାଖ ବୁଲାବୁଲି କଲେ। ଶାନ୍ତି ଦେବୀ ଖୁସି ହୋଇ କହିଲେ କି ସତରେ ଆଜିର ଦିନ ଆମ ଜୀବନର ସବୁଠୁ ଭଲ ଦିନ। ଆମକୁ ଏତେ ଭଲରେ ସମୟ କାଟିବାକୁ ମିଳୁଛି। ରାଜେଶ ବାବୁ କହିଲେ କି ଶାନ୍ତି,
ଆମେ ବୁଢା ହେଲେ କଣ ହେଲା, ଆମର ବି ଇଚ୍ଛା ବୋଲି କିଛି ଅଛି କି ନା? ବୁଢାପା ଆସିଲା ବୋଲି ଇଚ୍ଛା ତ ମରିଯାଏନି ନା। ଭଲ ଖାଇବା, ଭଲ ପିନ୍ଧିବା ଆଉ ବୁଲିବାର ଇଚ୍ଛା ବି ଆମ ଭିତରେ ଅଛି ନା। କିନ୍ତୁ ଆଜିକାଲିର ପିଲାଙ୍କୁ ଲାଗୁଛି କି ବୃଦ୍ଧାବସ୍ଥା ଆସିଗଲେ ଜୀବନ ସରିଗଲା ବୋଲି। ଭଗବାନଙ୍କୁ ଧନ୍ୟବାଦ କି ଏବେ ଆମକୁ ପେନସନ ଟଙ୍କା ମିଳିଯାଉଛି, ଆଉ ସେହି ସାହସରେ ଆମେ ପିଲାଙ୍କ ସାମ୍ନାରେ କିଛି କହିପାରିଲୁ। କିନ୍ତୁ ମୋତେ ତ ସେହି ବାପା ମାଙ୍କ କଥା ଭାବି ଚିନ୍ତା ଲାଗୁଛି, ଯେଉଁମାନେ ତାଙ୍କର ସବୁ କିଛି ପିଲାଙ୍କ ଉପରେ ଖର୍ଚ୍ଚ କରିଦେଉଛନ୍ତି ଆଉ ବୃଦ୍ଧାବସ୍ଥାରେ ତାଙ୍କ ପାଇଁ କିଛି ରଖୁନାହାନ୍ତି। କେଜାଣି ସେମାନେ କେମିତି କଣ କରୁଛନ୍ତି? ଛୋଟ ଛୋଟ କଥା ପାଇଁ ପିଲାମାନଙ୍କ ପାଖରେ ହାତ ପତେଇବାକୁ ପଡୁଥିବ। ଅଯୋଧ୍ୟା ତ ଦୂରର କଥା, ଆମ ପୁଅ ବୋହୂ ଆମକୁ ତ ଆଖପାଖ ମନ୍ଦିରକୁ ବି ନେଇକି ଯାଇନାହାନ୍ତି। ଛାଡ଼ ଶାନ୍ତି, ଆମେ ଏଠାରେ କିଛି ଦିନ ଆରାମରେ ରହିବା, ତାପରେ ଫେରିବା। ଦେଖୁ ଦେଖୁ 10 ଦିନ ବିତିଗଲା। ତାପରେ ଯେତେବେଳେ ସେମାନେ ଘରକୁ ଫେରିଲେ, ଦେଖିକି ପୁଅ ବୋହୂ ପାଖକୁ ଦୌଡ଼ିକି ପଳେଇ ଆସିଲେ ଆଉ ସେମାନଙ୍କ ପାଦ ତଳେ ପଡ଼ିଗଲେ। କହିଲେ, ବାବା, ଆମକୁ କ୍ଷମା କରିଦିଅ, ଆମର ଭୁଲ ହୋଇଗଲା। ତମେ ଯେମିତି ଘରେ ରହୁଥିଲ ସେମିତି ରୁହ, ଯୁଆଡ଼େ ବୁଲିବାକୁ ଯିବା କଥା ଯାଅ, କିନ୍ତୁ ଆମକୁ ଘରୁ କାଢ଼ ନା। ତମେ ତ ଜାଣିଛ ମୋତେ କମ୍ ଦରମା ମିଳୁଛି ବୋଲି। ଯଦି ସେଥିରେ ମୁଁ ଭଡ଼ା ଦେଇ ରହିବି ତାହେଲେ ଆଉ ଖର୍ଚ୍ଚ ପାଇଁ କେତେ ବଳିବ? ପୁଣି ନେହା କହିଲେ କି, ମା, ତମେ ବାବାଙ୍କୁ ବୁଝାଅ ଟିକେ, ଆମକୁ ଘର ଛାଡ଼ି ଯିବା ପାଇଁ ନ କହନ୍ତୁ। ଏବେଠୁ ଘର କାମ ମୁଁ କରିବି, ତମେ ଘରେ ବସି ଆରାମ କରିବ ଆଉ ତମ ଇଚ୍ଛାରେ ବି ଟିଭି ଦେଖିବ, ଆଉ ଟିଭି ରିମୋଟ ବି ତମ ପାଖରେ ରହିବ। ରାଜେଶ ବାବୁଙ୍କର ଏବେ ବିଶ୍ୱାସ ହୋଇଗଲା କି ତାଙ୍କ ପୁଅ ବୋହୂ ଠିକ୍ ବାଟକୁ ପଳେଇ ଆସିଲେ ବୋଲି। ତେଣୁ ସେ କହିଲେ କି, ଠିକ୍ ଅଛି, ଯଦି ତମେମାନେ ଘରେ ରହିବ ତ ମୋର ଗୋଟିଏ ସର୍ତ୍ତ ଅଛି, ମୁଁ ପେନସନ ଟଙ୍କା ତତେ ଦେବିନି, କାହିଁକି ନା ଆମର ବି ଖର୍ଚ୍ଚ ଅଛି। ବାରମ୍ବାର ତୋ ଆଗରେ ହାତ ପତେଇବାକୁ ମୋର ଇଚ୍ଛା ନାହିଁ। ରୋହିତ କହିଲେ କି, ନାଇଁ ବାବା, ତମେ ଯେମିତି ଠିକ୍ ଭାବିବ ସେମିତି ହେବ। ସେଠୁ ରୋହିତ ନେହାଙ୍କୁ କହିଲେ କି, ତମେ ଛିଡ଼ା ହୋଇଛ କଣ? ଯାଅ ବାବା ମାଙ୍କ ପାଇଁ ଚା ନେଇ ଆସ, ସେମାନେ ଥକି ଯାଇଛନ୍ତି। ଶୁଣିକି ରାଜେଶ ବାବୁ ଟିକେ ହସିଦେଲେ ଆଉ ମନେ ମନେ ଭାବିଲେ କି ଯଦି ସେମାନଙ୍କ ଆତ୍ମସମ୍ମାନ ପାଇଁ ଏ ନିଷ୍ପତ୍ତି ନେଇନଥାନ୍ତେ ତାହେଲେ ଆଗ ପରି ସେମାନଙ୍କୁ ଡରିକି ଚଳିବାକୁ ପଡ଼ିଥାନ୍ତା। କେବେ କେବେ ଜୀବନରେ ନିଜ ପାଇଁ କିଛି କଠୋର ନିଷ୍ପତ୍ତି ନେବାକୁ ପଡ଼ିଥାଏ। ଟିକେ ସ୍ୱାର୍ଥପର ହେବା ଖରାପ କଥା ନୁହେଁ। ଏଇ ଦୁନିଆ ତ କିଛି ନା କିଛି କହୁଥାଏ। ତେଣୁ ନିଜେ ନିଜ ଇଜ୍ଜତ ବଞ୍ଚେଇକି ରଖିବା କଥା, ଆଉ ନିଜ ପାଇଁ ନିଜର ଆତ୍ମସମ୍ମାନ ସବୁଠୁ ବଡ଼ ହେବା କଥା। କାହାଣୀଟି କେମିତି ଲାଗିଲା? ରାଜେଶ ବାବୁ ପୁଅକୁ କ୍ଷମା କରିବା ଠିକ୍ ନା ଭୁଲ କମେଣ୍ଟ କରି ଜଣେଇବେ। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍, ସେୟାର କରି ଆମ ଚ୍ୟାନେଲ ସିକ୍ରେଟ ଷ୍ଟୋରିଜକୁ ସବସ୍କ୍ରାଇବ କରିଦେବେ। ଆଉ ହଁ, ବେଲ୍ ଆଇକନକୁ ଅନ୍ କରିବାକୁ ଜମା ଭୁଲିବେନି। ଧନ୍ୟବାଦ।